ବର୍ତ୍ତମାନ ମୋର ଆଲୋଚନା ଓଡ଼ିଆ କ୍ଷୁଦ୍ର ଗଳ୍ପ ଉପରେ। ଲିଖିତ ଆଲୋଚନାର ଶୀର୍ଷକ ରଖାଯାଇଛି ଓଡ଼ିଆ ଗଳ୍ପରେ ଶିଶୁର ରୂପଚିତ୍ର। ମଣିଷ ଶିଶୁ ଅବସ୍ଥାରେ ଓ ଶରୀରରେ ଥାଇ ଜନ୍ମ ହୋଇଥାଏ। ତେଣୁ ଶୈଶବରୁ ହିଁ ଦୁର୍ଲଭ ମଣିଷ ଜୀବନର ଆରମ୍ଭ ହୁଏ। ଶିଶୁ ଅବସ୍ଥାରେ ମଣିଷର ଜୀବନ ଅସହାୟ ଥିବାରୁ ତାହାର ଉପଯୁକ୍ତ ତତ୍ତ୍ୱ ନେବାର ଆବଶ୍ୟକତା ଥାଏ। ଏହି ଉପଯୁକ୍ତ ବା ଯଥାର୍ଥ ତତ୍ତ୍ୱ ନେବାରେ ହିଁ ଶିଶୁ ତା'ର ଆଗାମୀର ଭବିଷ୍ୟତର ଅତିବାହିତର ଜୀବନରେ ଭଲ ମଣିଷ ଅବା ମନ୍ଦ ମଣିଷ ହେବାର ଆଶା ନିର୍ଭରଶୀଳ ଥାଏ। ଶିଶୁ ଯେହେତୁ ଜୀବନର ପ୍ରଥମାଂଶ, ଅଗତ୍ୟା ତାହାର ସାହିତ୍ୟିକ ରୂପଦାନ ସେଥିପାଇଁ ଅବଶ୍ୟମ୍ଭାବୀ ହୋଇ ପଡ଼େ। କାରଣ ଶିଶୁ ଜୀବନ ଅଲଗା ଏବଂ ତା'ର ସାହିତ୍ୟକୁ ପଢ଼ିବା ବି ଦରକାର। ସେ ଲାଗି ଶିଶୁ ସାହିତ୍ୟର ରଚନା ତଥା ସାହିତ୍ୟରେ ଶିଶୁ ଜୀବନକୁ ନେଇ ସୃଷ୍ଟି ରଚନା ସମ୍ଭବିତ ହୋଇପାରିଛି। ମୋ ଜାଣିବାରେ ଜୀବନର ଖଣ୍ଡାଂଶର ଚିତ୍ରଣ କ୍ଷୁଦ୍ରଗଳ୍ପରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗାଳ୍ପିକ ମନୋଜ ଦାସଙ୍କର ଲକ୍ଷ୍ମୀର ଅଭିସାର, ଶେଷ ବସନ୍ତର ଚିଠି ଏବଂ ଗାଳ୍ପିକ ବାମାଚରଣ ମିତ୍ରଙ୍କର ସ୍ୱପ୍ନସିଦ୍ଧ ନାମକ ଗଳ୍ପରେ ଶିଶୁ ଚରିତ୍ରମାନ ଅଛନ୍ତି। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାହିତ୍ୟିକ ମନୋଜ ଦାସଙ୍କର ଲକ୍ଷ୍ମୀର ଅଭିସାରରେ ଲକ୍ଷ୍ମୀ ଜନୈକ ଦରିଦ୍ର ଗରିବ ଶ୍ରେଣୀୟ ଅତିଶୟ ନିମ୍ନ ମଧ୍ୟବିତ୍ତ ପରିବାରର ଦାୟାଦ। ତାହାର ମନସ୍ତତ୍ତ୍ୱ ଚିତ୍ରଣ ମଧ୍ୟ ଦେଇ ଗାଳ୍ପିକ ଗଳ୍ପ କାହାଣୀ ତାହାରି ବକ୍ତବ୍ୟରେ କୁହାଇଛନ୍ତି। ଲକ୍ଷ୍ମୀ ଭଗବାନଙ୍କୁ ଜଣେ ଜୀବନ୍ତ ମଣିଷ ସତ୍ତା ଭାବ ରୂପରେ ଦେଖିଛି। କାରଣ ଭଗବାନଙ୍କର ପ୍ରତିମା ବା ମୂର୍ତ୍ତି ମଣିଷ ଭଳି ହୋଇଛି। ସେଥିପାଇଁ ଲକ୍ଷ୍ମୀ ଭଗବାନଙ୍କୁ ମଣିଷ ରୂପରେ ଭାବରେ ଭାବି ତାଙ୍କ ସହିତ କଥାବାର୍ତ୍ତା କରି ନିଜ ଜୀବନ ସମ୍ବନ୍ଧରେ ପାଠକଙ୍କୁ ପରିଚିତ ଅବଗତ କରାଇଅଛି। ଲକ୍ଷ୍ମୀ ଘର ପାଖରେ ଗୋଟିଏ ପୋଖରୀ, କୃଷ୍ଣଚୂଡ଼ା ଗଛ ଏବଂ ଠାକୁର ମନ୍ଦିର ଅବସ୍ଥିତ। ଲକ୍ଷ୍ମୀର ପ୍ରବଳ ଇଚ୍ଛା ମନ୍ଦିରରେ ପଶି ଠାକୁର ମୂର୍ତ୍ତିଙ୍କୁ ମନ ପୂରାଇ ଦେଖିବ, ତାଙ୍କ ସହିତ ଆଳାପ କରିବ, ତାଙ୍କୁ ନିଜର ହାରି ଗୁହାରି ଜଣାଇବ। ହେଲେ ମନ୍ଦିରର ପୂଜାରୀ ପଣ୍ଡିତଙ୍କର ପ୍ରବଳ ବାରଣ ହେତୁ ଲକ୍ଷ୍ମୀର ପିଲାଳିଆ ଜୀବନ ଭିତରେ ସମ୍ଭବ ହୋଇପାରି ନଥିଲା। ତଥାପି ଲକ୍ଷ୍ମୀ ନଛୋଡ଼ବନ୍ଧା। ସେ ସବୁବେଳେ ଦ୍ୱିପ୍ରହର ସମୟରେ ଆସି କୃଷ୍ଣଚୂଡ଼ା ଗଛ ପଛପଟ ଆଢ଼ୁଆଳରେ ଲୁଚି ରହି ପୂଜାରୀ ପଣ୍ଡିତଙ୍କ ମନ୍ଦିର ବାହାର ବାରଣ୍ଡାରେ କେବେ ଶୋଇଯିବାକୁ ଅପେକ୍ଷାରତ ଥାଇ ଦିନେ ବିଲେଇ କପାଳିକୁ ଶିକା ଛିଣ୍ଡିବା ପ୍ରକାରେ ପୂଜାରୀ ପଣ୍ଡିତେ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରି ଶୋଇଯିବାକୁ ଲକ୍ଷ୍ୟ କରି ଆସ୍ତେ ଆସ୍ତେ ପାଦ ଚିପି ଚିପି ଧୀରେ କିନା ମନ୍ଦିର ଗୃହ ଭିତରେ ପଶି ଠାକୁରଙ୍କର ପଥର ମୂର୍ତ୍ତି ଦେଖି ଖୁସି ହୋଇଯାଇଛି ଏବଂ ନିଜର ଦୁଃଖ ଦଇନି ଗୋଟି ଗୋଟି କରି ବଖାଣିଛି। ଲକ୍ଷ୍ମୀ ଏବେ ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଗତ ରାତିରେ ଭଗବାନଙ୍କୁ ସ୍ୱପ୍ନ ଦେଖିଥିଲା। ସେଇ କଥା ପଚାରି କହିଛି, ତମେ ମୋତେ ସ୍ୱପ୍ନରେ କ'ଣ କହିଲ ମୁଁ ବୁଝିପାରି ନଥିଲି। ଆଉ ଟିକେ ବେଶୀ ସମୟ ସ୍ୱପ୍ନରେ ଦେଖା ଦେଇ ନଥାନ୍ତ? ଭଗବାନ ଏମିତି ଖରାବେଳେ ତମେ ଟିକିଏ ପୂଜାରୀ ପଣ୍ଡିତଙ୍କୁ ଶୁଆଇ ଦେଲେ ମୁଁ ସହଜରେ ସୁବିଧାରେ ତୁମକୁ ଆସି ଦେଖା କରନ୍ତି। ଶୁଆଇ ଦେବ ହେଲା? ଭଗବାନ ମୋ ବାପା ଭାରି ଗରିବ, ଆମର ପଇସା ନାହିଁ। ମୋର ଗୋଟେ ଫ୍ରକ୍ ଦରକାର ଥିଲା। ମା ମେସିନରେ ତା'ର ଶାଢ଼ୀରେ ମୋ ପାଇଁ ସୁନ୍ଦର ଫ୍ରକ୍ଟିଏ ତିଆରି ଦେବାରୁ ମୁଁ ତାକୁ ପିନ୍ଧୁଛି। ନୂଆ ଫ୍ରକ୍ ମୋର କ'ଣ ହେବ? ମୋର ଦରକାର ନାହିଁ। ମୋ ବାପା ଜଣେ ଲୋକଠାରୁ କିଛି ଟଙ୍କା ଧାର ନେଇଥିଲା। ଟଙ୍କା ଶୁଝି ପାରି ନଥିବାରୁ ଲୋକଟି ଠେଙ୍ଗା ଧରି ଆସି ଆମ ଘର ଦାଣ୍ଡଦୁଆର ମୁହଁରେ ଠିଆ ହେଲା। ମା କହିଲା, ବାପା ଘରେ ନାହିଁ। ହେଲେ ବାପା ଘରେ ଥିଲେ। ଲୋକଟି ଚାଲିଯିବା ପରେ ମା କାନ୍ଦିଲା। ମୁଁ ମା'କୁ କହିଲି, ମା, ତୁ ପରା ମୋତେ କହିଥିଲୁ ମିଛ କହିବା ମହାପାପ। ଫେର୍ ତୁ କେମିତି ମିଛ କହିଲୁ? ମା ମୋତେ କୋଳେଇ କାନ୍ଦିକି କହିଲା, ମୁଁ ପରିସ୍ଥିତିରେ ପଡ଼ି ମିଛ ନ କହିଥିଲେ ସେ ଲୋକଟି ତୋର ବାପାକୁ ପିଟିଥାନ୍ତା। ହେଲେ ତୁ ମିଛ କହିବୁନି। ପ୍ରଭୁ ମା'କୁ ମୋର କ୍ଷମା କରିଦେବ। ସାରା ଦୁନିଆ ମିଛୁଆ ହୋଇପାରେ, ହେଲେ
ମୋର ମା ମିଛେଇ ନୁହଁ। ଭଗବାନ ବାପାକୁ ମୋର ଧନୀ କରି ଦିଅନ୍ତ ନାହିଁ। ଧନୀ କରି ଦେଇଥିଲେ ସେ ନିଶୁଆ କାଳିଆ ମୋଟା ଠେଙ୍ଗାଧରୁଆ ଲୋକଠାରୁ ବାପା ମୋର ଟଙ୍କା ଧାର ନିଅନ୍ତା ନାହିଁ। ଭଗବାନ ମୋତେ ଗଣିତ ଆସେନି, ସେଥିପାଇଁ ମୁଁ ସାରଙ୍କଠାରୁ ମାଡ଼ ଖାଏ। ଏଇ ଗଣିତକୁ ପାଠରୁ ଉଠେଇ ଦଉନା, ମୋତେ ସାରଙ୍କଠାରୁ ଆଉ ମାଡ଼ ଖାଇବାକୁ ପଡ଼ନ୍ତା ନାହିଁ। ଏମିତି ଅଭିଯୋଗ କରି କଥା କହୁଥିବା ବେଳେ ଲକ୍ଷ୍ମୀ ଦେଖିଛି କାନ୍ଧିଏ ପାଚିଲା କଦଳୀ ଭଗବାନଙ୍କ ପାଖରେ ଥୁଆ ହୋଇଛି। ଭଗବାନ, ମୁଁ ଦୁଇଟା ନେଉଛି। ଭଗବାନ, ସାବଧାନ, ତୁମେ ବେଶୀ କଦଳୀ ଏକାଥରକେ ଖାଇବ ନାହିଁ, ତୁମକୁ ଥଣ୍ଡା ହେବ। ଦିନକୁ ଦୁଇଟା କରି ଖାଇବ, ହେଲା। ପ୍ରଭୁ, ପୂଜାରୀ ପଣ୍ଡିତଙ୍କ ଘୁଙ୍ଗୁଡ଼ି ଆଉ ଶୁଣାଯାଉ ନାହିଁ। ଉଠି ପଡ଼ିଲେଣି ବୋଧେ। ମୁଁ ଯାଉଛି, ମୋତେ ପୁଣି ରାତିରେ ସ୍ୱପ୍ନରେ ଦେଖାଦେବ। ମୁଁ ଆହୁରି ତୁମ ସହିତ କଥା ହେବି, ହେଲା। ଏହା କହି ଛାତିରେ କଦଳୀ ଦୁଇଟା ଜାକି ଧରି ମନ୍ଦିର ଭିତରୁ ବାହାରି ଆସିବା ବେଳେ ପୂଜାରୀ ପଣ୍ଡିତ ରାଗିଯାଇ କହିଲେ, ଦିନ ଦ୍ୱିପ୍ରହରରେ ମନ୍ଦିର ଭିତରୁ ଚୋରି? ଦେ ଦେ କଦଳୀ ଦୁଇଟା। ଏହା କହି ପୂଜାରୀ ଲକ୍ଷ୍ମୀ ପଛରେ ଗୋଡ଼ାଇବାର ଦେଖି ଲକ୍ଷ୍ମୀ ଭୟରେ ସାମ୍ନାରେ ଥିବା ପୋଖରୀ ଭିତରେ ପଶିଗଲା। ପଣ୍ଡିତଙ୍କ ପାଟି ଶୁଣି ଲୋକ ଜମା ହୋଇଗଲେ। ଭିଡ଼ ଭିତରୁ ଲକ୍ଷ୍ମୀର ବାପା ବାହାରି ଆସି ଲକ୍ଷ୍ମୀକୁ କୋଳକୁ ନେଇ କଦଳୀ ଦୁଇଟା ଛଡ଼ାଇ ପୂଜାରୀ ପଣ୍ଡିତଙ୍କୁ ଦେଇ ଘରକୁ ନେଇଗଲେ। ଦିନ ଦୁଇଟା ଜ୍ୱରରେ ପଡ଼ି ଲକ୍ଷ୍ମୀ ମରିଗଲା। ଭଗବାନଙ୍କ ସହିତ ଅଭିସାର ବା ମିଶିଗଲା। ପୂଜାରୀ ପଣ୍ଡିତଙ୍କୁ ଲକ୍ଷ୍ମୀର ଆକସ୍ମିକ ମୃତ୍ୟୁ ଭାରି ବ୍ୟଥାତୁର କଲା। ସେ ଭାବୁଥିଲେ ମନ୍ଦିର ନିର୍ମାଣ ବେଳେ କେତେ କେତେ ଅର୍ଥ ତୋଷରପାତ ହୋଇଛି, ବାଟମାରଣା ହୋଇଛି, ଲୋକେ ଠକି ନେଇଛନ୍ତି, ହେଲେ ସେମାନଙ୍କର କୌଣସି କ୍ଷତି ହୋଇନାହିଁ। ଅଥଚ ସାମାନ୍ୟ କଦଳୀ ଦୁଇଟା ଚୋରିରେ ଲକ୍ଷ୍ମୀକୁ ଏତେ ବଡ଼ ଦଣ୍ଡ! ଏ ପ୍ରଭୁ, ପରଜନ୍ମରେ ମୋତେ ଜିଭ ନଥାଇ ଜନ୍ମ କରାଅ, ଯାହା ଫଳରେ ଲକ୍ଷ୍ମୀ ପ୍ରତି କରିଥିବା ମୋର ଅପରାଧର ପ୍ରାୟଶ୍ଚିତ ହେବ। ପୂଜାରୀ ପଣ୍ଡିତ ବୁଝିପାରି ନଥିଲେ ଯେ ପିଲାମାନଙ୍କୁ ଭଗବାନ ବେଶୀ ଭଲ ପାଆନ୍ତି, ତେଣୁ ସେଥିପାଇଁ ସେ ଶୀଘ୍ର ଲକ୍ଷ୍ମୀଙ୍କୁ ନିଜ ପାଖକୁ ମୃତ୍ୟୁ ଦେଇ ନେଇଯାଇଥିଲେ। ମନୋଜ ଦାସଙ୍କର ଶେଷ ବସନ୍ତର ଚିଠି ଗଳ୍ପରେ ରୀନା ନାମ୍ନୀ ଟିକି ଝିଅଟିଏ ଥିଲାବାଲା ଘରର ଅଟେ। ଜନଗହଳିପୂର୍ଣ୍ଣ ରାସ୍ତାର ଏକ ପାର୍ଶ୍ୱରେ ଦ୍ୱିତଳ ପ୍ରାସାଦର ସୁରମ୍ୟ କୋଠାଘରର ବାଲକୋନିର ରାଧାତମାଳ ଲତା ଫୁଲଗଛମାନଙ୍କର ଟପ୍ ଭିତରୁ ସୁନ୍ଦରୀ ଗୋରୀ ଝିଅଟିଏ ରାସ୍ତା ତଳକୁ ଚାହିଁ ସକାଳ ଓ ଅପରାହ୍ନର ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଘର ରାସ୍ତା ଦେଇ ଯାଇଥିବା ଡାକପିଅନକୁ ଅପେକ୍ଷାରତରେ ଚାହିଁଥାଏ ତା'ର ମା ପାଖରୁ ଚିଠି ଆସିବାର ଉଦ୍ଦେଶ୍ୟରେ। ରୀନାର ମା ସୁଦୂର ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ବ୍ୟାଧି ପୀଡ଼ିତା। ଘରେ ବାପା ଓ ଆୟା ହାତରେ ରୀନା ପ୍ରତିପାଳିତ ହେଉଛି। ରୀନାକୁ ମନେ ପକାଇ ତା'ର ମା ରୋଗରେ ପଡ଼ିଥିଲେ ମଧ୍ୟ ମଝିରେ ମଝିରେ ହସ୍ପିଟାଲରୁ ଚିଠି ଲେଖିଥାନ୍ତି। ସେହି ସବୁ ଚିଠିରେ ରୀନା ପ୍ରତି ବାତ୍ସଲ୍ୟ ମମତାର ଭଲ ପାଇବାର ପ୍ରଚୁର ଥାଏ, ପ୍ରବୋଧନା ମଧ୍ୟ ଯଥେଷ୍ଟ ରହିଥାଏ। ରୀନା ତା'ର ମା'ଙ୍କଠାରୁ ବସନ୍ତ ଋତୁରେ ଶେଷ ଚିଠିଟିଏ ପ୍ରେମପୂର୍ଣ୍ଣ ପାଇଥିଲା। ଏହା ଭିତରେ ତା'ର ମା ମରିଯାଇଥିଲେ। ରୀନାକୁ ଏହି ଦୁଃଖଦ ଖବର ଜଣାଯାଇ ନଥାଏ। ସେଥିପାଇଁ ସେ ପିଲା ମନ ନେଇ ମନେ ମନେ ଭାବୁଥାଏ, ମା ତା'ର କାହିଁକି ଆଉ ତା ପାଖକୁ ଚିଠି ଦେଉନାହିଁ। ସେହି ପ୍ରତୀକ୍ଷାରେ ଅଧୀର ହୋଇଥାଇ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟ ଅବଧିରେ ଡାକପିଅନର ନାସ୍ତିବାଣୀ ଶୁଣି ନିରାଶରେ ଆୟା କୋଳରେ ଥାଇ କେବେ ଅବା ତଳକୁ ଝୁଲି ପଡ଼ିଥିବା ଅବସ୍ଥାରୁ ଓହରି ଆସି ଘର ଭିତରକୁ ପଳାଏ। ରାସ୍ତାର ଅପର ପାର୍ଶ୍ୱରୁ ଲେଖକ ଗାଳ୍ପିକ ସ୍ଥାନୀୟ ଏକ କଲେଜରେ ଇଂରାଜୀ ଅଧ୍ୟାପକର ନିର୍ଜଞ୍ଜାଳ ଜୀବନରୁ ଅବ୍ୟାହତି ପାଇ ଚଉକି ପକାଇ ବସି ରହି ପ୍ରତିଦିନ ଟିକି କୁନି ଝିଅ ରୀନାକୁ ଅଧିକ ସମୟ ଦେଇ ଦେଖିବାରେ ଆନନ୍ଦ ପାଇଥାନ୍ତି ଏବଂ ସେଇଥିରେ ସମୟ ବିତାଇଥାନ୍ତି। ରୀନାର ପିଲା ଶିଶୁ ମନ ବି ଲେଖକଙ୍କ ପ୍ରତି ଆଗ୍ରହୀତ ଥାଇ ଭାବିଛି, ମୋ ଭଳି ଲୋକଟିର ବୋଧେ ଚିଠିର ପ୍ରତୀକ୍ଷା ଅଛି, ଅଥଚ ତା ପାଖକୁ ମୋ ଭଳି ଚିଠି ଆସୁନାହିଁ। ଏଇଆ ଭାବି ରୀନା ତା'ର ମା'ର ତାକୁ ଦେଇଥିବା ଶେଷ ଚିଠିଟିକୁ ନିଶୁଆ ଭୟଙ୍କର ମୁଖମଣ୍ଡଳଧାରୀ ଦରୱାନ ହାତରେ ଲେଖକଙ୍କ ପାଖକୁ ପଠାଇ ଦେଇଛି। ଲେଖକ ଗମ୍ଭୀର ଦିଶୁଥିବା ଚାର ହାତରୁ ଆଶ୍ଚର୍ଯ୍ୟିତ ହୋଇ ଚିଠିଟି ନେଇ ପଢ଼ି ଜାଣିବାକୁ ପାଇଛନ୍ତି, ତା'ର ମା ଲେଖିଛନ୍ତି, ବର୍ତ୍ତମାନ
ବସନ୍ତ ଋତୁ ଆସିଛି। ମୋ ହସ୍ପିଟାଲ ରୁମ୍ ଝରକାରେ ଜାତି ଜାତିକା ଫୁଲ ଭର୍ତ୍ତି। ସେଥିରେ ଟିକି ଚଢ଼େଇ ଓ ପ୍ରଜାପତିଙ୍କ ମେଳା ଲାଗିଛି। ମୋର ରୋଗ ଧୀରେ ଧୀରେ ଭଲ ହୋଇଗଲାଣି। ମୋତେ ଆଉ ଅଳ୍ପ ଦିନ ଏଠି ରହିବାକୁ ପଡ଼ିବ ବୋଲି ଡାକ୍ତର କହୁଛନ୍ତି। ତୁ ବାପା ଆୟାକୁ ହଇରାଣ କରିବୁ ନାହିଁ। ଠିକ୍ ସମୟରେ ଖାଇବୁ, ସେମାନଙ୍କ କଥା ମାନିବୁ। ତୋତେ ଦେଖିବାକୁ ମୋର ବହୁତ ଇଚ୍ଛା ହେଉଛି। ତୋର ଆଉ କିଛି ନୂଆ ଫଟୋ ପଠାଇବୁ। ମୁଁ ଗଲେ ତୋତେ ଧରି ଆମ ବଗିଚାରେ ବୁଲାଇବି। ଲେଖକ ଚିଠିର ତାରିଖରୁ ଜାଣିବାକୁ ପାଇଛନ୍ତି ତାହା 6 ମାସ ତଳର। ଏହାପରେ ରୀନା ତାର ମାଆଙ୍କଠାରୁ ଆଉ ଚିଠି ପାଇନାହିଁ। ଲେଖକ ଚିଠି ପଢ଼ି ଲୁହ ଛଳ ଛଳ ଆଖିରେ କହିଛନ୍ତି, ରୀନା ଟିକି ମାଆଟି ମୋର। ବାମାଚରଣ ମିତ୍ରଙ୍କର 2ଟି ଗଳ୍ପ ହେଲେ ମିମିର ସାହିତ୍ୟ ଶିକ୍ଷା ଏବଂ ସ୍ୱପ୍ନସିଦ୍ଧ। ମିମିର ସାହିତ୍ୟ ଶିକ୍ଷା ଗଳ୍ପଟି ମୋର ଏକଦା ମୋର ବଡ଼ ଭାଇଙ୍କର ମଧ୍ୟ ଅତୀତରେ ନବମ ଦଶମ ଶ୍ରେଣୀର ଅତିରିକ୍ତ ପାଠ୍ୟରେ ଥିଲା। ଗଳ୍ପମାଳା ବହିରେ, କ୍ଲାସରୁମ୍ ଟିଚିଂରେ। ଜୀବନ ବାବୁଙ୍କର ଏକମାତ୍ର ଝିଅ ମିମି ଭଲ ପାଠ ପଢ଼ୁ ନଥିବାରୁ ଜୀବନ ବାବୁଙ୍କ ମନରେ ଭାରି ଦୁଃଖ। ଦିନେ ସନ୍ଧ୍ୟାରେ ଜୀବନ ବାବୁ ମିମିକୁ ସାହିତ୍ୟ ବହିର କବିତା ପାଠ ପଢ଼ାଉଥାନ୍ତି। କବିତାର ପଦ୍ୟ ଧାଡ଼ିଟିଏ ଥିଲା, ଏ ଜୀବନ ମୋର ତୁମରି ପାଦ ତଳେ ଢାଳି ଦେଲି ହେ ନାଥ। ମିମି ଦେଖିଛି ପୁରୀ ଜଗନ୍ନାଥ ମନ୍ଦିରକୁ ଯାଇ ଜଗନ୍ନାଥଙ୍କର ପାଦ ନାହିଁ। ତେଣୁ କବି କେମିତି ତାର ପାଦ ତଳେ ନିଜ ଜୀବନକୁ ଢାଳି ଦେଲେ? କବିତା ବୁଝିବ କ'ଣ? ବରଂ ବାପାଙ୍କୁ ଅଜବ ପ୍ରଶ୍ନ ମିମି ପଚାରିଲା। ନିଦ ଆସିଲା। ଆର ଘରୁ ପୁଷି ବିଲେଇର ମିଆଉଁ ମିଆଉଁ ଡାକ ଶୁଣି ବିଲେଇକୁ ଗାଳି ଦେଇ ମନରେ କହିଲା, ରହ ପଢ଼ା ସରୁ ତୋତେ ଟାଙ୍କି ଛେଚି ଦଉଛି। ହେ ପୋଡ଼ାମୁହାଁ ଜଗନ୍ନାଥେ, ତୁ ମୋତେ ବାପାଠାରୁ ବହେ ମାଡ଼ ଖୁଆଇଲୁଣି। ଜୀବନ ବାବୁ ଝାଳ ନାଳ ହୋଇ ପଦ୍ୟ ପଢ଼ାଇ ମିମିକୁ ପଚାରିଲେ, ଏବେ ମୋତେ ବୁଝା, କ'ଣ ବୁଝିଲୁ ବୁଝା। ମିମି ଡରରେ ଛେପ ଢୋକି ନିଦୁଆ ଆଖିରେ କହିଲା, ଭଗବାନ ବୋଲି ଜଣେ ଲୋକ। ଜୀବନ ବାବୁ ପାଟି କଲେ। ଗାଲରେ ଚଟକଣା କଷି କହିଲେ, କ'ଣ ହେଲା? ଭଗବାନ ଜଣେ ଲୋକ? ହଁ। ତାପରେ କହିଲେ, 1000 ଥର କହିଲିଣି ଘରେ ବିଲେଇ ରଖନା। ମିମି ପାଠ ପଢ଼ୁନି, ସବୁବେଳେ ବିଲେଇକୁ ଧରି ଖେଳୁଛି। ମୋର ସାଙ୍ଗମାନଙ୍କର ଝିଅ ସବୁ ଭଲ ପଢ଼ୁଛନ୍ତି। ଏଇଟା ମୋ ଫଟା କପାଳକୁ ଜନ୍ମ ହେଇଛି। ଗତ ପରୀକ୍ଷାରେ ଗଣିତ ଖାତା ଚିରି ଡଙ୍ଗାରେ ବର୍ଷାରେ ଭିଜେଇ ଘରକୁ ଆସିଲା। ପରୀକ୍ଷାରେ ଫେଲ୍ ହେଲା। ମିମିର ମା ରୋଷେଇ ଘରୁ ପାଟି କଲେ, ଆ ମିମି ଖାଇବୁ। ଯେତେବେଳେ ତମେ ପଢ଼େଇଲ ଝୁଅକୁ ମୋର ବାଡ଼େଇଲ। ତୁମକୁ ପାଠ ପଢ଼େଇ ଆସେ ନାହିଁ। ଜୀବନ ବାବୁ ରାଗି କହିଲେ, କ'ଣ ହେଲା? ମୋତେ ପାଠ ପଢ଼େଇ ଆସେ ନାହିଁ ନା ତୁମ ଝିଅକୁ ପାଠ ପଢ଼ି ଆସୁନି? ଅଫିସ କାମରେ ବାହାରକୁ ଯାଇ ଫେରି ଦେଖନ୍ତି ତ ମିମି ଗୋଡ଼ ଲମ୍ବେଇ ପୁଷି ବିଲେଇକୁ ଶୁଆଉଛି। ଆଉ ତାଙ୍କ ବଡ଼ 2 ଭାଇ ଦ୍ୱୟ ସେ ଦେଇଥିବା ମିମିର ଗଣିତକୁ କରି ନ ପାରି କାଗଜ ଚିରି ଗଦେଇଛନ୍ତି। ଜୀବନ ବାବୁଙ୍କ ବଡ଼ ଭାଇ ଦ୍ୱୟ କହିଲେ, ଏତେ ଛୋଟ ପିଲାକୁ ଏତେ କଡ଼ା ଅଙ୍କ? ଲେଖକ ପାଣ୍ଡିତ୍ୟ ଦେଖେଇଛି ନା ପିଲାର ମନ ଓ ମାନସିକତାକୁ ବୁଝିନି? ଆମେ ଗଣିତ କରିବୁ କ'ଣ? ମିମି ଆମକୁ ଅଜବ ପ୍ରଶ୍ନ ସବୁ ପଚାରିଲା। ବଡ଼ ଭାଇ ଦ୍ୱୟ ଥିବାରୁ ତାଙ୍କୁ ସମ୍ମାନ ଜଣାଇ ଜୀବନ ବାବୁ ମିମିକୁ ପାଟି କରି ପାରି ନଥିଲେ। 2 ବଡ଼ ବାପାଙ୍କର ସ୍ନେହ ଆଦରରେ ମିମିର ପିଲାମନ ଖୁସି ହୋଇ ଯାଇଥିଲା। ସ୍ୱପ୍ନସିଦ୍ଧ ଗଳ୍ପରେ ଅଛି ଛୋଟ ଛୋଟ 2 ଭାଇ ଭଉଣୀ। ଭାଇଟି ବଡ଼, ଭଉଣୀଟି ସାନ। ସବୁବେଳେ 2 ଭାଇ ଭଉଣୀଙ୍କ ଭିତରେ ଝଗଡ଼ା ମାଡ଼ପିଟ ଲାଗିଥାଏ। ସାନ ଭଉଣୀଟି ଭାଇର ପ୍ରତାପ ଦେଖାରେ ଡରିକି ରହୁଥାଏ। ହେଲେ ରାତିରେ ସ୍ୱପ୍ନରେ ଭାଇଟି ଶୋଇଥିବା ବେଳେ ଦେଖିଛି ତାର ସାନ କୁନି ଭଉଣୀଟିକୁ ବାଘ ଟାଣି ନେଇ ଯାଉଛି। ବୀରବର ଭାଇ ନିଦରୁ ଚିରଚିରେଇ ଉଠି ଖୋଜିଛି ଖେଳନା ବନ୍ଧୁକ। ସେହି ବନ୍ଧୁକରେ ବାଘକୁ ମାରି ତାର ଅତି ଆପଣାର ଆଦରର ନିଜର କୁନି ଭଉଣୀକୁ ବାଘ କବଳରୁ ରକ୍ଷା କରିବ। ଯେଉଁ ସ୍ନେହ ଆଦର ଭଲ ପାଇବା ଜାଗିଥିବା ଦିନର ଖେଳକୁଦର ଜୀବନରେ ସମ୍ଭବ ହୋଇପାରି ନଥିଲା, ତାହା ରାତିର ଶୋଇବାର ନିଘୋଡ଼ ନିଦର ସ୍ୱପ୍ନ ଦେଖାର ଜୀବନରେ ସମ୍ଭବ ହୋଇଥିବାରୁ ଗଳ୍ପର ନାମ ସ୍ୱପ୍ନସିଦ୍ଧ ଦେବା ଯଥାର୍ଥ। ସିଦ୍ଧ ମାନେ ସଫଳ ହେବା। ମନୋଜ ଦାସଙ୍କର ଅନେକ ସ୍ମିତହସ ଗଳ୍ପରେ ସନ୍ଦେହୀ ରାଓବାବୁ ସାଇକେଲରେ ଗଲାବେଳେ ଲୋକେ ତାଙ୍କୁ ଦେଖି ରାସ୍ତାରେ ହସିକି ଅଭିବାଦନ କରିବାକୁ ଭଲ ଦୃଷ୍ଟିରେ ଦେଖିପାରୁ ନଥିଲେ। କିନ୍ତୁ ଲୋକମାନେ ବୟସରେ ଓ ଆକାରରେ ବଡ଼ ଥିବାରୁ ରାଓବାବୁ ଡରିକି ସେମାନଙ୍କୁ ପଚାରି ପାରୁ ନଥିଲେ। କିନ୍ତୁ ଛୋଟ ଝିଅଟିକୁ ତାଙ୍କୁ ଦେଖି ହସିବାର ଦେଖି ସାଇକେଲରୁ ଓହ୍ଲାଇ ପଚାରିଲେ, ମୋତେ ଦେଖି କାହିଁକି ହସିଲୁ ମା କହିଲୁ? ଝିଅଟି ପ୍ରତ୍ୟୁତ୍ତରରେ କହିଲା, ତୁମେ ବି ତ ମୋତେ ଦେଖିକି ହସିଲ, ସେଥିପାଇଁ ମୁଁ ବି ତୁମକୁ ଦେଖିକି ହସିଦେଲି।
ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କର ଅଶୁଭ ପୁତ୍ରର କାହାଣୀ ନାମକ ଗଳ୍ପରେ ମାନବୈତର ଚରିତ୍ର ଗୋଟିଏ ଛୋଟିଆ ପେଚା ଛୁଆର ଜୀବନ ଚିତ୍ରଣ ଭିତରେ ବାର୍ତ୍ତା ହେଲା ପେଟ ପାଇଁ ନାଟର ଜୀବନ ସଂଗ୍ରାମର ସ୍ଥିତି ଦର୍ଶନ। ପରନ୍ତୁ ଜୀବନ ସଂଗ୍ରାମ ବା ଫ୍ରାନ୍ସର ଦାର୍ଶନିକ କ୍ୟାମିଙ୍କର ସେହି ବାକ୍ୟ ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟାନ୍ସ ବା ସଂଗ୍ରାମ ହିଁ ଜୀବନକୁ ସ୍ଥିତି ଦିଏରେ ନିରୀହ ଅଭିଶପ୍ତ ରାତ୍ରିଚରା ପକ୍ଷୀ ପେଚା ମା'ର ଦିନର ସୂର୍ଯ୍ୟ ଆଲୋକରେ ବଣି ଘରଚଟିଆ କାଉର ଗହଣରେ ବୁଲିବାକୁ ଇଚ୍ଛା ହେଲେ ଅବୋଧ ପେଚା ଛୁଆର ନିରିମାଖି ଜୀବନରେ ଏ ପ୍ରକାର ସୌଭାଗ୍ୟ ଆସିପାରି ନଥିଲା। ବିଧାତାର ଅଲଙ୍ଘ୍ୟ ନିୟମର ପ୍ରତିଘାତ ପାଇ ଦୁଃସ୍ଥିତିରେ ପଡ଼ି ବଣି ଘରଚଟିଆ କାଉ ଓ ବଡ଼ ଚଢ଼େଇମାନଙ୍କର ଆକ୍ରମଣରୁ ପ୍ରତିହତ କରିପାରି ନପାରି ଶେଷରେ ସାଂଘାତିକ ଭାବରେ ଆହତ ହୋଇ ନିଜ ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ଖଣ୍ଡି ଉଡ଼ା ଦେଇ ଲହୁଲୁହାଣ ହୋଇ ଗଛର ବସାକୁ ଉଠି ନପାରି ଗଛ ତଳେ ପଡ଼ି ପ୍ରାଣବାୟୁ ଉଡ଼ିବା ପୂର୍ବରୁ ତା'ର ସ୍ନେହମୟୀ ପେଚା ମା'କୁ ପୂର୍ବରୁ ଯେଉଁ କହିଥିଲା, ମା ତୁ ଥୟ ଧର, ମୁଁ ବଡ଼ ହୁଏ, ମୁଁ ତୋତେ ଆଲୋକ ରାଜ୍ୟକୁ ନେଇଯିବି, ମୁଁ ସବୁ ଶତ୍ରୁକୁ ନିପାତ କରିଦେବି। ଏବେ ବା ପରେ ମଲା ପୂର୍ବରୁ କହିଛି, ମା ତୁ କାନ୍ଦେନା, ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ ତାଙ୍କ ଭାଇ ଆଲୋକ ରାଜ୍ୟ ଜୟ କରିବାକୁ ଯାଇ ବୀର ପରି ମରିଛି। ଜୀବନ ସଂଗ୍ରାମର ଯୁଦ୍ଧକ୍ଷେତ୍ରରେ ପେଚା ଛୁଆଟି ହାରିଯାଇଛି, ଜିତିପାରିନି। ଏଇଭଳି ଓଡ଼ିଆ ଗଳ୍ପରେ ଶିଶୁର ରୂପଚିତ୍ର ଯେତିକି ମୁଁ ଜାଣିଥିଲି ସେତିକି କହିଲି।